ଆମର ଦାବି ହେଉଛି ବିଗତ 2 ତାରିଖ ଦିନ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଗୋଟେ ଚିଠି ଜାରି କରାଗଲା। ଚିଠିରେ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକମାନଙ୍କୁ ନିୟମିତ କରିବେ ଏବଂ ନୂତନ ଶିକ୍ଷକ କିନ୍ତୁ ଦୁଃଖର ବିଷୟ ଯେ 7 ତାରିଖ ଦିନ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏକ ଚିଠି କରି ସେ ଚିଠିକୁ ୱିଥଡ୍ର କରିନେଲା। ତ ଏଣୁ ଆମେ ଯେଉଁ ଚିଠିରେ ଆମ ଭବିଷ୍ୟତ ଅଛି, ଯେଉଁ ଚିଠିରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏକ ଐତିହାସିକ ତଥା ଯୁଗାନ୍ତକାରୀ ପଦକ୍ଷେପ ପାଇପାରିଛି, ସେଇ ଚିଠିକୁ ପୁନର୍ବାର ଫେରାଇ ନେବା ନିହାତି ଭାବେ ଏକ ନିନ୍ଦାର ବିଷୟ। ସେଥିପାଇଁ ଆମେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛୁ ଯେ କନିଷ୍ଠ ଶିକ୍ଷକମାନଙ୍କୁ ଯେଉଁ ଯୋଜନା ଭିତ୍ତିକମାନଙ୍କୁ ନିୟମିତ କରିବା ଏବଂ ନୂତନ ଶିକ୍ଷକ ନିଯୁକ୍ତି କରିବା। ଯେଉଁ ଚିଠିଟି ବିଧାନସଭା ସୁପାରିଶ କମିଟି ସୁପାରିଶ କରି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ବିଭିନ୍ନ ଅଧିକାରୀଙ୍କ ଦସ୍ତଖତ ସହିତ ତାକୁ ପ୍ରକାଶ କରିଛନ୍ତି, ସେ ଚିଠିଟିକୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିକି ତାକୁ କାର୍ଯ୍ୟକାରୀ କରନ୍ତି। ଆଗାମୀ ଦିନରେ ଯଦି ମୁଖ୍ୟମନ୍ତ୍ରୀ ଆମର ଦାବି ନ ଶୁଣନ୍ତି ତାହେଲେ ଆଗାମୀ ଦିନରେ ଭୁବନେଶ୍ୱର ଲୋୟର ପିଏମ୍ଜିଠାରେ ବହୁତ ବଡ଼ ଧରଣର ଆନ୍ଦୋଳନ କରାଯିବ ଏବଂ ଦରକାର ପଡ଼ିଲେ ସମଗ୍ର ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିକି କାର୍ଯ୍ୟକ୍ରମ ଆନ୍ଦୋଳନ ଆମେ ଏଇ ଛାତ୍ରଛାତ୍ରୀମାନେ ପ୍ରଭାବିତ ହେବେ ବୋଲି ମୁଁ ଗତଥର ଛୁଟିରେ ଆନ୍ଦୋଳନ କରିଥିଲି, ଖରା ଛୁଟିରେ ଆନ୍ଦୋଳନ କରିଥିଲି ଯେ ଆମେ ଚାହୁଁଛୁ ଆମ ପିଲାମାନେ ପ୍ରଭାବିତ ନ ହୁଅନ୍ତୁ। କୌଣସି ଜାଗାରେ ଆମ ପିଲାଟିଏ ଗରିବ ଶ୍ରେଣୀର ପିଲାଟିଏ ଆସୁଛି, ଆମକୁ ପସନ୍ଦ ଅଛି, କିନ୍ତୁ ସରକାର ବୁଝିବା ଦରକାର ଯେ ଆମେ ଯେତେବେଳେ ଛୁଟିରେ ଆନ୍ଦୋଳନ କରୁଥିଲୁ ଆମର ପାଠପଢ଼ା ପ୍ରତି କେତେ ମନ ଥିଲା ସରକାର, କିନ୍ତୁ ସରକାର ସେଥିପ୍ରତି କର୍ଣ୍ଣପାତ ନ କରି ପୁନର୍ବାର କାର୍ଯ୍ୟକାଳ କରିବା ପାଇଁ ଆହ୍ୱାନ କରୁଛନ୍ତି। କାଲି ସକାଳେ ଓଡ଼ିଶାବାସୀଙ୍କୁ ମୁଁ ଏତିକି ଜଣାଇବାକୁ ଚାହୁଁଛି, କାଲି ସକାଳେ ଯଦି ଓଡ଼ିଶାବାସୀଙ୍କର ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ କିଛି ପହଞ୍ଚେ ତା ପାଇଁ ରାଜ୍ୟ ସରକାର ହିଁ ଦାୟୀ।